ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆମେ ଯେବେ ଈଶ୍ୱରଙ୍କ ସନ୍ତାନ, ପରମେଶ୍ୱର ଚାହାନ୍ତି ତାଙ୍କ ପ୍ରକୃତ ଶାନ୍ତିକୁ ଆମ ଜୀବନରେ ଆମେ ଅନୁଭବ କରୁ। ସେଥିପାଇଁ ପ୍ରଭୁ ଯୀଶୁ କୁହନ୍ତି, ତୁମେ ମୋ ଠାରେ ରୁହ। କିନ୍ତୁ ଆମେ ନା ପ୍ରଭୁ ଯୀଶୁଙ୍କ ଠାରେ ରହୁଛେ, ନା ତାଙ୍କ ସନ୍ତୋଷଜନକ ଜୀବନ କାଟୁଛେ, ନା ତାଙ୍କର ଆଜ୍ଞାବହ ଆମେ ହେଉଛେ। ଆମେ ନିଜ ମନର ମାର୍ଗରେ ଚାଲୁଛେ। ଆମେ ଭାବୁଛେ ଦୁଇ ପଇସା ରୋଜଗାର କଲେ ଆମେ ଶାନ୍ତିରେ ବାସ କରିବା। ମୋର ଭାଇ ଆଉ ଭଉଣୀମାନେ, ସେ ଟଙ୍କା ଭିତରେ ଶାନ୍ତି ନାହିଁ। ପ୍ରଭୁ ଯୀଶୁଙ୍କ ଠାରେ ଶାନ୍ତି ଅଛି। ଆମକୁ ପ୍ରଭୁ ଯୀଶୁଙ୍କ ଠାରେ ରହିବାର ଅଛି। ଆମେ ଯଦି ଈଶ୍ୱର ବିହୀନ ଜୀବନ କାଟିବା, ଆମେ କେବେ ବି ଈଶ୍ୱରଙ୍କର ସେ ପ୍ରକୃତ ଶାନ୍ତିକୁ ଆମ ଜୀବନରେ ଆମେ ଅନୁଭବ କରିପାରିବା ନାହିଁ। ଆମ ଜୀବନ ସଂଘର୍ଷମୟ ହେବ। ଯେପରି ସେଦିନ ସେ ଶିଷ୍ୟମାନେ ନୌକାରେ ସଂଘର୍ଷ କରୁଥିଲେ, କାରଣ ପ୍ରଭୁ ଯୀଶୁ ସେ ନୌକାରେ ନଥିଲେ। ଆଉ ସେ ନୌକାକୁ ଯେତେବେଳେ ପ୍ରଭୁ ଯୀଶୁ ଆସୁଛନ୍ତି, ସମସ୍ତ ସଂଘର୍ଷ ସେଦିନ ବନ୍ଦ ହେଇଗଲା, ସମାପ୍ତ ହେଲା। ସେଥିପାଇଁ ଆମକୁ ପ୍ରଭୁ ଯୀଶୁଙ୍କ ଠାରେ ରହିବାର ଅଛି। ତାହେଲେ ପ୍ରକୃତ ଶାନ୍ତିକୁ ଆମେ ଆମ ଜୀବନରେ ଆମେ ଅନୁଭବ କରିପାରିବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।